କରଣ ରେ କୋଉଠି ତୃତୀୟ ବିଭକ୍ତି ହୁଏ? କର୍ତ୍ତୃବାଚ୍ୟରେ। କର୍ତ୍ତୃବାଚ୍ୟ କର୍ମବାଚ୍ୟ ମନେ ରଖନ୍ତୁ। ଯୋଉଠେ କର୍ତ୍ତା ସହିତ କ୍ରିୟାର ସମ୍ପର୍କ ଅଛି ସିଧା, ସେ ହେଉଛି କର୍ତ୍ତୃବାଚ୍ୟ। ଅଥବା ଯୋଉଠେ କ୍ରିୟାଟି ଯେଉଁ ବାକ୍ୟରେ କ୍ରିୟା କର୍ତ୍ତାକୁ ଅନୁସରଣ କରେ ସିଏ ହେଲା କର୍ତ୍ତୃବାଚ୍ୟ। ଯେଉଁ ବାକ୍ୟରେ କ୍ରିୟା କର୍ମକୁ ଅନୁସରଣ କରେ, ଯୋଉଟେ କର୍ମ ମୁଖ୍ୟ। ବୁଝିପାରିଲେ? ପୁଷ୍ପାଞ୍ଜଳି ଭଉଣୀ କୁହ କଣ ଲେଖିଲ? ପଛ କହିଲେ ଯେଉଁ ବାକ୍ୟରେ କ୍ରିୟା କର୍ମକୁ ଅନୁସରଣ କରେ ତାହା ଭାବବାଚ୍ୟ ନା କର୍ମବାଚ୍ୟ। କର୍ମବାଚ୍ୟ। ଭାବବାଚ୍ୟରେ କର୍ମ ନାହିଁ। କଣ ହେଲା ମା? ଶୁଣାଗଲାନି? ପ୍ରତିଭା ଭଉଣୀ ଶୁଣାଗଲାନି? କଣ କହିଲ? ମୋ କଥା ଅନ୍ୟମାନଙ୍କୁ ଶୁଣା ଯାଉଛି? ହେଲେ ତମର ନେଟ୍ ପ୍ରୋବ୍ଲେମ। କର୍ତ୍ତା ସହିତ କର୍ମ ସହିତ ଯୋଉ ସମ୍ବନ୍ଧ ଅଛି ସେଇଟା କୋ ବାଚ୍ୟ, କୋ ବାକ୍ୟ ହବ? କର୍ତ୍ତା ସହିତ କ୍ରିୟାର ସମ୍ପର୍କ, କର୍ମର ନାହିଁ। କର୍ତ୍ତା ସହିତ କ୍ରିୟାର ସିଧା ସମ୍ପର୍କ, ଅର୍ଥାତ୍ କ୍ରିୟା ଯେଉଁଠି କର୍ତ୍ତାକୁ ଅନୁସରଣ କରେ ସେଟା କର୍ତ୍ତୃବାଚ୍ୟ। ଯେଉଁଠି କ୍ରିୟା କର୍ତ୍ତାକୁ ଅନୁସରଣ କରେ ସେଟା କର୍ତ୍ତୃବାଚ୍ୟ। ଯେଉଁଠି କ୍ରିୟା କର୍ମକୁ ଅନୁସରଣ କରେ ସେଟା କର୍ମବାଚ୍ୟ। ବୁଝିହେଲା? ଠିକ। ତ ଆମେ ଦେଖିବା, ରାମ ପେଣ୍ଡୁରେ ଖେଳୁଛି। ଆମେ ଲେଖିଲେ ରାମ ପେଣ୍ଡୁରେ ଖେଳୁଛି। କୁମାର ସ୍ୱାମୀ ଆଜ୍ଞା କୁହନ୍ତୁ କଣ ହବ? ରାମ କଣ୍ଡୁକେନ କ୍ରୀଡ଼ତି। ରାମ କନ୍ଦୁକେନ କ୍ରୀଡ଼ତି। ତ ପେଣ୍ଡୁରେ ଖେଳୁଛି ଅର୍ଥାତ ପେଣ୍ଡୁ ଦ୍ଵାରା। ତ ଖେଳୁଛି କ୍ରିୟାଟା କା ଅନୁସାରେ ହେଲା? ରାମ ଅନୁସାରେ। ରାମ ପ୍ରଥମ ପୁରୁଷ ଏକ ବଚନ, ଇଏ କ୍ରିୟା ମଧ୍ୟ କ୍ରୀଡ଼ ଧାତୁରେ ପ୍ରଥମ ପୁରୁଷ ଏକ ବଚନ କ୍ରୀଡ଼ତି ହେଲା। ରାମ ଖେଳୁଛି। ଆମେ ଯଦି ତାକୁ କହିବା କର୍ମବାଚ୍ୟ କରିବା, କଣ ହବ? ରାମ ଦ୍ଵାରା, ପେଣ୍ଡୁ କୁହନ୍ତୁ ବଲ କୁହନ୍ତୁ, ରାମ ଦ୍ଵାରା ବଲ ଖେଳା ଯାଉଛି, ଇଏ କର୍ମବାଚ୍ୟ ହେଇଗଲା। ରାମେନ କେଣ୍ଡୁକଃ କ୍ରୀଡ଼ତେ। କ୍ରୀଡ୍ୟତେ। ଏଟା କଣ ହେଲା? ଏଇଠି କିଏ ଖେଳୁଛି ଗୁରୁତ୍ୱପୂର୍ଣ୍ଣ ନାହିଁ, କଣ ଖେଳ ହଉଛି ଆମେ କହୁଛେ ନା, ସେଠି କଣ ଖେଳ ଚାଲିଛି। କଣ ଖେଳ ଚାଲିଛି ବୋଲି ପ୍ରଶ୍ନରେ କିଏ ଖେଳୁଛି ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନାହିଁ। ଆମେ ପଚାରୁଛେ କଣ ଖେଳ ଚାଲିଛି, ଚାଲିଛିଟା ଖେଳକୁ ଅନୁସରଣ କରୁଛି। ଆଜ୍ଞା, ବୁଝିହେଲା? ଆଜ୍ଞା। ତ ଇଏ ହେଇଗଲା କର୍ମବାଚ୍ୟ। ସେମିତି ବୁଢାଟିଏ ବାଡି ସାହାଯ୍ୟରେ ଚାଲୁଛି। ବୁଢାଟିଏ ବାଡି ସାହାଯ୍ୟରେ ଚାଲୁଛି। ଗୀତାଞ୍ଜଳି ଭଉଣୀ କୁହ କଣ ହବ? ସ୍ୱାମୀଜୀ ନମସ୍ତେ। ନମସ୍ତେ। ମୁଁ କହିପାରିବିନି। ଲଳିତ ଭଉଣୀ? ବୃଦ୍ଧ ଦଣ୍ଡେନ ଚଲତି। ହଁ, ବୃଦ୍ଧ ଦଣ୍ଡେନ ଚଲତି। ଏବେ ମୁଁ କହିଲି ବାଡି ମାନେ ଦଣ୍ଡ, ଦଣ୍ଡ ସାହାଯ୍ୟରେ ଦଣ୍ଡେନ। ବୃଦ୍ଧ ଦଣ୍ଡେନ ଚଲତି। ତ ଏଇଟା ହେଇଗଲା କଣ? ଏଇଟା କର୍ତ୍ତୃବାଚ୍ୟ। ବୁଢାଟେ ଚାଲୁଛି।
ଫଳ ଖାଉଛି, ନାଇଁ ମୁଁ ଫଳ ନାହିଁ, ମୁଁ ହାତରେ ଖାଉ, ମୁଁ ହାତରେ ନାହିଁ, ଆଉ ଟିକେ ରୁହନ୍ତୁ, ତାକୁ ଆମେ ସେଟା କର୍ମକୁ ଆସିବ ଯେମିତି କଣ ଦେଖିଲେ ଆମେ, ଆଚ୍ଛା ହଉ କର୍ମବାଚକ ନେବ, ମୁଁ ଦେଖନ୍ତୁ ମୁଁ ଫଳ ଖାଉଛି, ଏଇଟା କର୍ତ୍ତୃବାଚ୍ୟ, ମୁଁ ଫଳ ଖାଉଛି। ରାଜକୁମାରୀ କଣ ହବ ବାକ୍ୟ? अहम फलम खादामि। ଆଚ୍ଛା ବର୍ତ୍ତମାନ ଆମେ ୟାକୁ ବାକ୍ୟ ବଦଳେଇବା, କର୍ମବାଚ୍ୟ କଲେ କଣ ହବ ଦେବେନ୍ଦ୍ର ଭାଇ, ଆଗ ଓଡିଆରେ କୁହନ୍ତୁ। ମୁଁ ଫଳ ଖାଉଛି, ଇଏ କର୍ତ୍ତୃବାଚ୍ୟ, ୟାକୁ ଆମେ କର୍ମବାଚ୍ୟ କରିବା, କଣ ହବ? ନର୍ମଦା ଭଉଣୀ ଗୋଟେ ପଚାରିବ, ବୁଦ୍ଧିମତୀ ବସିଛନ୍ତି, ବହିପତ୍ର ଧରିକି ଯାଇଛନ୍ତି। ଓହୋ, ବଡ ନାନୀର ଅପମାନ ଟା ସାନ ସ୍ୱାମୀଜୀ ନାନୀ ନମସ୍ତେ। ଆଏ, ବଡ ସ୍ୱାମୀଜୀ ନାନୀ ନମସ୍ତେ। ନମସ୍ତେ, ବଡ ନାନୀକୁ ସପୋର୍ଟ କରିବ, ସାନ ନାନୀ ଭଳିଆ ହେଲା, ହାତ ଟେକି ଦେଲା, କୁହ। ମୁଁ ଓଡିଆରେ ପଚାରୁଛି, ସଂସ୍କୃତକୁ ଆଉ ଯାଇନି। ମୁଁ ଫଳ ଖାଉଛି, ତାକୁ ଓଡିଆରେ ଆମେ ବାଚ୍ୟ ପରିବର୍ତ୍ତନ କରିବା, କଣ ହବ? ମୁଁ ଫଳ ଖାଉଛି। ସ୍ୱାମୀଜୀ ମୁଁ କହିପାରିବିନି। ଆଚ୍ଛା ଠିକ, ହଉ ତମ କନିଷ୍ଠ ଭଗ୍ନୀ ପାଖକୁ ଯିବା। ମୋ ଦ୍ୱାରା ଫଳ ଖିଆ ଯାଉଛି। ହଁ, ଆମେ ଯେତେବେଳେ କହୁନେ ଆମର ଏଥର ବହୁତ ଆମ୍ବ ଖିଆ ଚାଲିଛି, ତ ଖିଆ ଚାଲିଛି ଯୋଉଟା ହଉଛି, ସେଥିରେ କଣ ହଉଛି, ଆମ୍ବଟା ମୁଖ୍ୟ। ଆମେ ଆମ୍ବ ଖାଉଛୁ, ଆମେ ଏ ବର୍ଷ ବହୁତ ଆମ୍ବ ଖାଉଛୁ, ଆମେ ଆମ୍ବ ଖାଉଛୁ ବୋଲି କହିଲେ ଆମେ ହେଲୁ କର୍ତ୍ତା, ଖାଇବାଟା କ୍ରିୟା ହେଲା। ଆମର ଏ ବର୍ଷ ବହୁତ ଆମ୍ବ ଖିଆ ଚାଲିଛି, ଏଇଟା ଆମ୍ବଟା କର୍ମ ହେଇଗଲା ମୁଖ୍ୟ। ବୁଝିପାରିଲେ ବାଚ୍ୟ କେମିତି ପରିବର୍ତ୍ତନ ହେଲା? ରାଜଗୋପାଳ କହିବ ଏଇଟା ସଂସ୍କୃତରେ କଣ ହବ? ମୁଁ ଆମ୍ବ ଖାଉଛି, ମୋ ଦ୍ୱାରା ଆମ୍ବ ଖିଆ ହଉଛି। जी मया फलम ହଁ, ମୟା ଫଳ, ମୁଁ ଫଳ ଖାଉଛି, ମୟା ଫଲମ खाद्यते हବ। ଖାଦ୍ୟତେ ହବ, ଠିକ। କାହିଁକି ଫଳ ଅନୁସାରେ ହେଇଗଲା, ଏଇଠି ସିନା ଅହମ ଫଲମ ଖାଦାମି ଥିଲା, ଏଠି ଫଳ ଯେତେବେଳେ ହେଇଗଲା, ଫଳଟା ପ୍ରଥମ ପୁରୁଷକୁ ପଳେଇ ଆସିଲା, ଏକ ବଚନକୁ ପଳେଇ ଆସିଲା, ତେଣୁ ଖାଦ୍ୟତେ। ବହୁ ବଚନ ହେଇଥିଲେ ମୟା ଫଲାନି ଖାଦ୍ୟନ୍ତେ, ଫଲାନି ହେଇଥିଲେ ଫଳ ଅନୁସାରେ ଖାଦ୍ୟନ୍ତେ ହେଇଥାନ୍ତା। ତ ବୁଝିଗଲେ କେମିତି କର୍ତ୍ତାରେ, କର୍ତ୍ତୃବାଚ୍ୟରେ କର୍ତ୍ତାରେ ତୃତୀୟ ବିଭକ୍ତି ହଉଛି, ଏବଂ କର୍ମବାଚ୍ୟରେ କର୍ମବାଚ୍ୟରେ କର୍ତ୍ତାରେ ତୃତୀୟ ହଉଛି, ଏବଂ କର୍ତ୍ତୃବାଚ୍ୟରେ କର୍ଣ୍ଣରେ ତୃତୀୟ ବିଭକ୍ତି ହଉଛି। ବୁଝିଗଲା? ତାପରେ ଆସିବା ସହଯୁକ୍ତେ ଅପ୍ରଧାନେ, ନିୟମ ନମ୍ବର 25। ସହଯୁକ୍ତେ ଅପ୍ରଧାନେ, ସହ ଅର୍ଥକ, ଖାଲି ସହ ଶବ୍ଦ ନାହିଁ, ସହର ଅର୍ଥକୁ ଯିଏ ଅଭିବ୍ୟକ୍ତ କରୁଥିବେ, ସହ ମାନେ ବି ସାଙ୍ଗରେ, ସାକମ ମାନେ ବି ସାଙ୍ଗରେ, ସାର୍ଦ୍ଧମ ବୋଲି କହିଲେ ବି ସାଙ୍ଗରେ, ସମମ କହିଲେ ବି ସାଙ୍ଗରେ, ଏ ଚାରୋଟି ଯାକ ଶବ୍ଦ ସହାର୍ଥକ ଶବ୍ଦ, ଅର୍ଥାତ ସହର ଅର୍ଥକୁ ଅଭିବ୍ୟକ୍ତ କରୁଥିବା ଶବ୍ଦ। ତେଣୁ ସହ ବା ସାଙ୍ଗରେ ର ଅର୍ଥକୁ ଅଭିବ୍ୟକ୍ତ କରୁଥିବା ଶବ୍ଦରେ ଅପ୍ରଧାନେ, ଯାହା ଗୋଟେ ହଉଛି ପ୍ରଧାନ କ୍ରିୟା, ଆଉ ଗୋଟେ ହଉଛି ଅପ୍ରଧାନ, ସେ ଅପ୍ରଧାନରେ ତୃତୀୟା ବିଭକ୍ତି ହବ। ଦେଖ,
गोटे वाक्य है पुओ बापांग सह हाट को जाउची बा घर को जाउची पुओ बापांग सह घर को जाउची। अच्छा वर्तमान घर को किए किए जाउचंदी पुओ भी जाउची ना नहीं नर्मदा भौणी आज्ञा काले पचार दे बोले तुम ऑफ कर दूच नहीं, मरण नहीं। काले निद्रा गले धमकी छाड़ देबो होले भागवत रे कुहाइची। अच्छा बर्तमान ओडिया रे जोडा सेटा तो पुओ वर्तमान आमे कहिले पुओ बापांग सह घर को जाउची हैला आज्ञा नर्मदा भौणी प्रथम थर गत क्लास रे आस्तिले प्रथम थर ही तांग उपरे एटम बमडा पड़ला ता परठु तो से हिरो समा नागासिका दुब घास कोळलानी छाटी पिडी पळेले क्लास छाडी दियो एबे पड़िबनी किछि तो पुओ बापांग सह घर को जाउची एले घर को किए के जाउचंदी पुओ बापा दु जण दी जण जाक जाउचंदी एले एटी मुख्य किए पुओ पुओ बापांग सह मुख्य ना बापा ना पुई बापा बापा हां देखले बापा तो बापा मुख्य बड़ से तो किंतु असल रे एठे मुख्य कर्ता होची बापा जदि मुख्य होइतांदे क्रिया रे कोन होइतांदे बापा जाउचंदी होइतांदा एबे जाउची एठी आज्ञा तुमको से सियारी सेना संबंध रे देखा जाउची बापा बयस रे बड़ तेणु मुख्य केणु क्रिया कोन कहूची क्रिया कहूची जाउची तेणु पुओ बापांग सह जाउची दी जन जाके जाउचंती तो जीवा क्रिया रे दी जन जाके जाउचंती बापा भी आ पुओ भी तो प्रधान क्रिया हला पुत्र ए प्रधान कर्म हला कर्ता हला आउ अप्रधान कर्ता हेले बापा हला बुझी पारलो एठी आज्ञा तो एठी कोन कहूची ना ए जो तृतीय विभक्ति हबो सहयुक्त रे बापांग सह तो सह शब्द लागिले कोउठे तृतीय विभक्ति हबो पुओ रे हबो ना बापा रे हबो लगा लगा बुद्धि तमर केते बुद्धि सारा ब्रह्मांड चले दो फटाफट तमे ए संस्कृत चलनी किछ पढ़ी ना समझी एता आरंभ बुद्धि बहुत पढ़ देबे जे से तांकर कहया कथा अछि से सब जगह पढ़ देले अन्य माने कोन पढ़िए से दया करी रे पढ़ुना अन्य माने छाड़ दीजे तो सहयुक्त और प्रधान पुष्पांजलि भूणी को कौन हबो कोठ लागिवो तृतीय विभक्ति रा बापा रे ना पुओ रे बापांग पाखर लागियो हाँ बापा पाखे लगे बापा मुख्य अप्रधान तमे ठीक बुझ बापा अप्रधान प्रधान किए पुओ पुओ तेणु सह शब्द रे तृतीय व्यक्ति का पाखे लगे जे अप्रधान गौण जे गौण करता हैला पुत्रः जनकेन सह गृहं गच्छति। आ बाबा तुम तो संस्कृत रे कहदिलो पूरा ओडिया रे कहू मु ओडिसा मु ओडिया रे तुम मोठ आगु पड़ी संस्कृत को पढ़ेलणी आ गुरु किसे गुरु गुड़ रह गया और चला शक्कर बन गया आओ बुझिएला सेमती जोठी भी जोटा गौण थिबो से जगह रे तृतीय व्यक्ति हबो आगु बुझिबा परवर्ती नियम इत्थम भूत लक्षणे इत्थम भूत माने एही परी लक्षणे अर्थात जेउ लक्षण द्वारा जन को जना जाए तो सेठी से वस्तु रे बस कोठ लागिवो जहा द्वारा जन को जना जाए से लक्षण रे तृतीय विभक्ति लागिवो तृतीय विभक्ति कोठ लागिवो लक्षण रे
ଲକ୍ଷ୍ମଣରେ ଯେମିତି ଉଦାହରଣ ଦିଆଯାଇଛି, ଜଟା ଦ୍ୱାରା ସନ୍ନ୍ୟାସୀ ଜଣା ପଡୁଛି। ଜଟା ଦ୍ୱାରା ସନ୍ନ୍ୟାସୀ ଜଣା ପଡୁଛି। ଆମେ ଜଣକୁ ଦେଖିଲେ ସେ ଜଟା ଦ୍ୱାରା ଜଣା ପଡୁଛି, ଅଥବା ଆମେ ଦେଖିଲେ ଜଣେ ଗେରୁଆ କପଡା ପିନ୍ଧିଛନ୍ତି, ଆମେ ଭାବିଲେ ଇଏ ଜଣେ ସାଧୁ ସନ୍ଥ ହେଇଥିବେ। ତ ଆମେ କୋଉଥିରୁ ଜାଣିଲେ? ତାଙ୍କ ବସ୍ତ୍ରରୁ ଜାଣିଲେ। ବସ୍ତ୍ରରୁ ସନ୍ନ୍ୟାସୀ ଜଣା ପଡୁଛନ୍ତି। ଓଡିଆରେ ଆମେ ଲେଖିଲେ ବସ୍ତ୍ରରୁ ସନ୍ନ୍ୟାସୀ ଜଣା ପଡୁଛନ୍ତି। ତ କଣ ହବ? ସନ୍ନ୍ୟାସୀ ମାନେ ୟତି। ବସ୍ତ୍ରରୁ। ଗୀତାଞ୍ଜଳି ଭଉଣୀ କଣ କହିବି ସ୍ୱାମୀଜୀ? ବସ୍ତ୍ରରୁ ସନ୍ନ୍ୟାସୀ ଜଣା ପଡୁଛନ୍ତି। ଏ ଯୋଉ ତୃତୀୟ ବିଭକ୍ତି ହବ କୋଉ ଶବ୍ଦରେ ଲାଗିବ? ଜଟା ଶବ୍ଦରେ ଲାଗିବ ସ୍ୱାମୀଜୀ। ତମେ ଝଟା କୁଆଡେ ଖୋଜିଗଲ? ମୁଁ ତ ବସ୍ତ୍ରରେ ଆଣିକି ରଖିଦେଲି, ତମେ ସେଟା ଦେଖିଦେଇଥିଲି ଉଦାହରଣ। ବସ୍ତ୍ରରେ ଲାଗିବ। ହଁ ଠିକ କହିଲ। ମୁଁ ଦେଖିଲି ଏଠି ଝଟା ବି ଲେଖା ହେଇଛି, ମୁଁ ସେଟା କହିଲେ ତ ମତେ ଏଇଟା କପି କରି କହିଦେବେ। ହଁ, ମୁଁ ସେଥିପାଇଁ ବସ୍ତ୍ରରେ ଲାଗିବ। ବସ୍ତ୍ରରେ ଲାଗିବ। ତ କଣ ହବ? ବସ୍ତ୍ରେଣ ୟତିଃ ପ୍ରତୀୟତେ। ଆକୁ ଯଦି ଆମେ କର୍ମ କର୍ତ୍ତୃବାଚ୍ୟ କରିବା କଣ ହବ? ବସ୍ତ୍ରରେ, ମୁଁ ବସ୍ତ୍ରରେ ସନ୍ନ୍ୟାସୀ ବୋଲି ଜାଣୁଛି, ଏଇଟା ହେଲା କର୍ତ୍ତୃବାଚ୍ୟ। ବସ୍ତ୍ରରୁ ମତେ ସନ୍ନ୍ୟାସୀ ଜଣା ପଡୁଛନ୍ତି। ବୁଝିପାରିଲ କର୍ମବାଚ୍ୟ? ବସ୍ତ୍ରରୁ ସନ୍ନ୍ୟାସୀ ଜଣା ପଡୁଛନ୍ତି ମତେ। ମୟା ବସ୍ତ୍ରେଣ ମୟା ସନ୍ନ୍ୟାସୀ ଜ୍ಞାୟତେ। ବସ୍ତ୍ରେଣ ଅହಂ ୟତିଃ ଜାନାମି। ସେମିତି ଜଣେ ଲୋକ ଛୋଟା, କୋଉଥିରୁ ଜାଣିବା ଆମେ? ତା ଆଖିରୁ, ନା ନାଇଁ? ନାଇଁ। ସନ୍ନ୍ୟାସ ଇଏ କହିବା ଆମର ଛୋଟାଟା କୋଉଥିରୁ ଜାଣିବା? ନର୍ମଦା ଭଉଣୀ, ହାତରୁ ନା ମୁଣ୍ଡରୁ ନା କାନରୁ? ଗୋଡରୁ ସ୍ୱାମୀଜୀ। ଗୋଡରୁ ଜାଣିବା। ହେଲେ କଣ ହବ? ତୃତୀୟ ବିଭକ୍ତି ହେଲେ କୋଉଠି ତୃତୀୟ ବିଭକ୍ତି ହବ? ଗୋଡରୁ ଛୋଟା ଜଣା ପଡୁଛନ୍ତି। ଜଣେ ଛୋଟ ହଉଛି ତ ଗୋଡରୁ ଜଣା ପଡିଲା। ଆଜ୍ଞା। ତୃତୀୟ କୋଉଠି ଲାଗିବ ତୃତୀୟ ବିଭକ୍ତି ଟା? ହାତରେ, ନାକରେ, ନା କୋଉଠି ଗୋଟେ ଲାଗିବ? ନାଇଁ ନାଇଁ, ଏଟା ଗୋଡରେ ହିଁ ଜଣା ପଡିବ। ଗୋଡରେ ହିଁ ଗୋଡରେ। ଲାଗୁଛି। ଆଚ୍ଛା, ହଉ। ହେଲେ କଣ ହବ ଗୋଡରେ ତୃତୀୟ ବିଭକ୍ତି ହେଲେ? ବାଳକ ଶବ୍ଦ ମନେ ଅଛି? ନାଇଁ ସ୍ୱାମୀଜୀ, ମୁଁ ଘଷୁଛି ଯେ ପୁରାଟା ମନେ ହେଇନି। ତ କେତେ ଦୂର ଘୋଷିଛ ଟିକେ କହିଲ? ପ ପର୍ଯ୍ୟନ୍ତ ହେଲା ନା କ ପର୍ଯ୍ୟନ୍ତ ବି ଗଲା? ନାଇଁ ନାଇଁ, ଲେଖୁଛି ଏବେ। ଲେଖୁଥିଲି ସଂସ୍କୃତର ବହିରୁ ଦେଖି ଦେଖିକିରି ସବୁ। ଆଜ୍ଞା ଆଜ୍ଞା, ନାଇଁ ଦେଖି ଦେଖି ଲେଖିଲା ଭିତରେ କିଛି ତ ଗୋଟେ ମନ ଥିବ। ନାଇଁ, ମୁଁ ଘୋଷିବା ଆରମ୍ଭ କରିନି, ଲେଖିବା ଆଜ୍ଞା ଲେଖି ସାରିଲା ଆଜ୍ଞା। ପରେ ବାଳକ ବାଳକ ବାଳକାହା। ହେଇଗଲାଣି ଆଉ, ବାଳକ ବାଳକ ତିନିଟା ହେଇଗଲାଣି ଆଉ କଣ? କାଲିକି ଆଉ ତିନିଟା ହେଇଯିବ, ପରଦିନ ଆଉ ତିନିଟା, 7 ଦିନରେ ତ ସଂସ୍କୃତ ହେଇଯିବ ପୁରା ଆଉ। ତ ପାଦରୁ ଆମକୁ ଛୋଟା ଜଣା ପଡୁଛନ୍ତି। ତ କଣ ହବ ନା ପାଦେନ ଖଞ୍ଜଃ ପ୍ରତୀୟତେ ଜ୍ୟାୟତେ। ସ ବ୍ୟକ୍ତି ପାଦେନ ଖଞ୍ଜଃ, ସେ ଗୋଡରେ ଛୋଟା।
ନେତ୍ରେଣ କାଣଃ ସେ ଆଖିରେ କଣା ଏଇଭଳି ଭାବରେ ହେଲା। ତାପରେ ଆସିଲା ହେତୁ। ହେତୁ ମାନେ ନିମିତ୍ତ ପାଇଁ। ହେତୁ ଅର୍ଥରେ ମଧ୍ୟ ତୃତୀୟ ବିଭକ୍ତି ହବ। ପାଠ ପଢିବା ପାଇଁ ଅଛି ହେଲା। ପାଠ ପଢିବା ପାଇଁ ଅଛିରେ କଣ ହବ? ଅଧ୍ୟୟନାର୍ଥମ ତ ଚତୁର୍ଥୀ କି ଯିବା ଆମେ। ଅଧ୍ୟୟନେନ ବସତି, ଅଧ୍ୟୟନେନ ଅସ୍ମି, ଅର୍ଥାତ୍ ପାଠ ପଢିବା ପାଇଁ ଅଛି। ତ ହେତୁ ଅର୍ଥରେ ମଧ୍ୟ ତୃତୀୟ ବିଭକ୍ତି ହବ। ଆଉ କାଲି କରିବା ଉଦାହରଣ ବାକ୍ୟ ନା ଆଜି କରିବା ଅଭ୍ୟାସର? ସ୍ୱାମୀଜୀ ନାଇଟ୍ ଡ୍ୟୁଟି ଅଛି ଆମର। ହଁ ହଁ ଠିକ। ଆଚ୍ଛା ହଁ ଗୋଟେ କଥା ପଚାରିବାର ଥିଲା। ଗାୟତ୍ରୀ ନାଇଟ୍ ଡ୍ୟୁଟି ଗଲା। ଆଚ୍ଛା ଗାୟତ୍ରୀ ନାଇଟ୍ ଡ୍ୟୁଟି ଚାଲା କିଛି ଆମର ବୋଲି କହିଲା। ଠିକ। ତ ବର୍ତ୍ତମାନ ଆମର ଆସନ୍ତା କାଲି ରବିବାର, ସୋମବାର ଦିନ କ୍ଲାସ ହବାର ସମ୍ଭାବନା ଟିକେ ନାହିଁ, ମୁଁ ବାହାରେ ଅଛି। ତ କାଲିକି ଆପଣ ମାନେ କ୍ଲାସ କରିବେ କି? କରିବା ସ୍ୱାମୀଜୀ। ହାତ ସ୍ୱାମୀଜୀ ଦେଖନ୍ତୁ। ରାତିରେ କରିବେ ଯଦି ହବ। କାଲିକି ରାତିରେ କଲେ ହବ? ହଁ କରିଦବା। ହାତ ଦେଖନ୍ତୁ କିଏ କିଏ ରାଜି। 1 2 3 4 5 6 ଭୋଟିଂ ଚାଲିଛି। 9 10 11 12 13 23 ଜଣକରୁ 14 15 ହେଲା। ଆଉ 8 ଜଣ ନାଇଁ କରୁଛନ୍ତି ନି। ସ୍ୱାମୀଜୀ ଆମର ଯିବାର ଅଛି। ଆଚ୍ଛା ଠିକ। ମୁଁ କରିବି ସ୍ୱାମୀଜୀ। ସ୍ୱାମୀଜୀ 8:15 ହବ। ହଁ ହଁ ଏଇ ସମୟରେ ଠିକ। 15 ଜଣ ହଁ କଲେ। ଆଉ କିଏ କିଏ ନାଇଁ କରୁଛନ୍ତି ଅସୁବିଧା ଅଛି ଟିକେ ଆପଣ ମାନେ ହାତ ପକେଇ ଦିଅନ୍ତୁ। ମୁଁ ହଁ କରୁଛି ସ୍ୱାମୀଜୀ। ଆଚ୍ଛା ମୋର ଏଇଟା ଜଣା ପଡୁନି କଣ ଗୋଟେ ସେଟିଂ ଗଡବଡ ହେଇଯାଇଛି। କଣ ତମର ସେଟିଂ? ସଂସାର ସବୁ ଜିନିଷ ତମକୁ ନ ଜଣା ଜିନିଷ ତ କିଛି ନଥାଏ। ନାହିଁ ମୁଁ ଗୁଗୁଲ ବେଶୀ ୟୁଜ କରିନି ନା ଗୁଗୁଲ ମିଟ ରେ, ସେଥିପାଇଁ ଟିକେ ମୋର ଇଏ ଅଛି। ଆଜ୍ଞା 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 ହଁ ଠିକ। ହଁ କରିଛ ତମେ 15 16 ହେଲେ। ଲଳିତ ଭଉଣୀ କାଲି କୁଆଡେ ବାହାରକୁ ଯାଉଛନ୍ତି ବୋଧେ। ଆଉ 2 ଜଣ କିଏ କିଏ ଇଏ ତ କହିଲେ ଆମର ଲଳିତ ଭଉଣୀ, ଦେବେନ୍ଦ୍ର ଭାଇ, ଆରତୀ ଭଉଣୀ। ନାଇଁ ଲଳିତ ଭଉଣୀ ତ ହାତ ଟେକିଛନ୍ତି ସ୍ୱାମୀଜୀ। ନାଇଁ ନାଇଁ ହାତ ଦେଖିଲେ ନା ହଁ ହାତ ଦେଖିଥିଲେ? ହଁ ରେ ଟେକିଥିଲି। ଟେକିଥିଲ? ଆଚ୍ଛା ଲେଟ ରେ ହେଲେ ତ। ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ନାହିଁ ରେ ହାତ ଟେକିବା ଲୋକମାନେ ହେଲେ ଦେବେନ୍ଦ୍ର ଭାଇ, ଆରତୀ ଭଉଣୀ, ରବୀନ୍ଦ୍ରନାଥ ନନ୍ଦ। ହଁ ଆଚ୍ଛା କଲେ। କୁମାର ସ୍ୱାମୀ ଆଜ୍ଞା ଏ 3 ଜଣ କାଲି ରହିବେନି। ହଁ ରେ ଆଜ୍ଞା ଟେକିଛି। ହାର ଟେକିଛନ୍ତି? ଆଚ୍ଛା ନାଇଁ ହଁ ରେ। ଆଚ୍ଛା ହଁ ରେ ଆଚ୍ଛା ହଁ। ହେଲେ ଖାଲି ଆରତୀ ଭଉଣୀ ଜଣେ ନାହାନ୍ତି ଆଉ। ଠିକ ଅଛି କ୍ଲାସ କରିଦବା। ନହେଲେ କଣ କି ପର ଦିନ ଟିକେ ମୋର କ୍ଲାସ ହେଇପାରିବନି। ଗୋଟେ ବାହାଘର ଅଛି ତ ସେଠିକି ଯିବୁ ଆମେ ହେଲା। ହଉ ରେକର୍ଡିଂ ଇଏ ତ ରାଜଗୋପାଳ ଥିଲେ ଆଉ କଣ ଚିନ୍ତା କିଛି। ସେ ରାଜଗୋପାଳ ରହୁଛି ନା ନାଇଁ ଦେଖ ହାତ ଦେଖିଛି ତ। ସ୍ୱାମୀଜୀ 8:15 ଏଇଠି ହଉଛି 4:45। ଏଇଟା ମୋ ପାଇଁ ତ ଆଇଡିଆଲ ସମୟ। ହଁ 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 8:15 କାଲି କରିଦବା। ଠିକ ଅଛି। ଏଇଟା ଇଭିନିଂ ସମସ୍ତଙ୍କୁ 4:45। ନମସ୍ତେ। ଗାୟତ୍ରୀ ଆଗ ଜଲ୍ଦି ଯାଉ ପ୍ରଦୀପ ଭାଇଙ୍କୁ ଖାଇବାକୁ ଦବ। ନମସ୍ତେ। ନମସ୍ତେ ସ୍ୱାମୀଜୀ, ନମସ୍ତେ। ନମସ୍ତେ ସ୍ୱାମୀଜୀ। ନମସ୍ତେ। ନମସ୍ତେ ସ୍ୱାମୀଜୀ।